ଏବେ ଏଇ ମାର୍କେଟିଂ କରିକି ଆସିଲୁ ପୂଜା ମାର୍କେଟିଂ ହେଲା। କିଛି କିଛି ମାର୍କେଟିଂ ହେଲା। ମୋ ମିସେସ୍କୁ ଟିକେ ଭୋକ ଲାଗିଲା ବୋଲି ଗୋଟେ ଗଜା ବୁଡ଼ ଦୋକାନ ପାଖରେ ଆମେ ଆସି ବସିଥିଲୁ। କରି ତାର ଏଠି ଚାହା ବୁଡ଼ କହିଲା ଗଜା ବୁଟ ଖାଇବ ବୋଲି। ମୁଁ ଖା ଦେଖୁନ ଏଠି ପୁରା ବଢ଼ିଆ ରକମ ଅଛି ଗଜା ବୁଟ ଗଜା ସବୁ ବାଦାମ ଗୁଡ଼ା ଅଛି, ମଟର ଅଛି, ମୁଗ ଅଛି, ସବୁ ପ୍ରକାର ଯେତିକି ଡ୍ରାଏ ଫ୍ରୁଟ୍ସ ଖାଇବା ସବୁ ସେଇଠି ଅଛି। ତୁ ଖାଇବୁ କ'ଣ? ଆଁ କ'ଣ ଖାଇବୁ? ମିକ୍ସଚର କହିଦେଇଛୁ ଭାଇ ଗୋଟେ ମିକ୍ସଚର ବନେଇବା। ହଁ ବଢ଼ିଆ ରକମ ସେ କାକୁଡ଼ି ଫାକୁଡ଼ି ପୁରା କଟିକି ରଖିଛନ୍ତି ଆଉ ଲେମ୍ବୁ ଅଦା ପୁରା ଝାଲ କରି। ଏଇଟା ଗୋଟେ ଆଉ ଜଣେ ଆମକୁ ଦେଖା ହେଲା ତାକୁ ଚିହ୍ନିଥିବେ ବୋଧେ। ଏଇ ସଚିନ କୁମାର ଗଚାୟତ ୱାର୍କିଂ ଆୱାରରେ ଆସିକି ଖାଉଛନ୍ତି। ରୁହ ରୁହ ମୁଁ ତୁମ ସାଲାରୀ କାଟୁଛି। ମାନେ କାମ ନ କରିକି ଏଠି ଖାଇବାକୁ ପଳେଇ ଆସିଛି। ଏଇଟା ଆଜି ପନିସମେଣ୍ଟ ମିଳିବ ତୁମକୁ। ହଁ ତାର ଆଳୁ ଆଳୁ ପେଇ କର। ଆଳୁ ବହୁତ ପସନ୍ଦ ନା ତତେ? ହଉ ଗୋଟେ ମିନିଟ୍ ହେଲା 3 ମିନିଟ୍ ଦରକାର ଏଟା ହେବା ପାଇଁ। ପ୍ରୋସେସିଂ ଆସୁ ଆଉ ହେଲା ଫେର ମିଶେଇ କରିବେ ଆଉ। ଏଇଟା କ'ଣଟା ପଡ଼ିବ ଗୋଟେ ଆଳୁ ଗୋଟେ ଭାଇ ବନାଉଛନ୍ତି। ଆଉ ମୁଁ ଯେତେବେଳେ ଭିଡ଼ିଓ କରି ଆଳୁଟା ଦେଖିଲା ବେଳକୁ ତୁମେ ଯେତେବେଳେ ଉଠେଇ ଦେଉଛ। ହଉ ଏଇଟା ମୁଢ଼ି ଆଳୁଦମ ହେଉଛି। ତୁ ଖାଇବୁ? ଆମଟା ହେଲେ ସ୍ପେଶାଲ ଝାଲ ମୁଢ଼ି ଭାଇ ବନାଉଛନ୍ତି। ଭାଇ ଟିକେ ଦେଖେଇଲେ ଟିକେ ହଁ ଏ ଭାଇ ଆମର ଦୋକାନଟା କରିଛନ୍ତି କେଉଁଠି କହିଲ? ସହଦେବ କୁଣ୍ଡା ଆଉ ଗୋଟେ ଚେକେଟ ପାଖରେ ନା ଏଟା ଚେକେଟ ପାଖରେ ମଣ୍ଡପ ଯିଏ ଅଛି ଦେଖନ୍ତୁ ଏଇଠି ଜାଣିପାରିବେ। ଏଠି ସୁରଜ ହୋଟେଲଟା ଅଛି। ସୁରଜ ହୋଟେଲ ଏଇ ସୁରଜ ହୋଟେଲଟା ଏଇଠି ଅଛି। ସୁରଜ ହୋଟେଲ ସୁରଜ ହୋଟେଲ ଏପଟ ସାଇଡ଼ରେ ଅଛି। ରେମଣା ଯିବାକୁ ରାସ୍ତା ଏଇଟା। ଏପଟକୁ ଗଲେ ଆପଣ ବସଷ୍ଟାଣ୍ଡ ଯିବାକୁ ରାସ୍ତା। ହଁ ଏଇଠି ବସଷ୍ଟାଣ୍ଡ ଯିବାକୁ। ଏଇ ଭାଇ ଆମର ଯାଉ ଓଷା ଘର କହିଲେ ମୁଢ଼ି ଖାଇବାକୁ ଆସିଛନ୍ତି। ମୁଢ଼ି ଖାଇବେ ନା ଭାଇ? ହଁ ମୁଢ଼ି ଖାଇବେ। ଯିଏ ବି ଏଇଠି ଆସିବାକୁ ଚାହୁଁଛନ୍ତି ଭାଇଙ୍କ ପାଖକୁ। ଭାଇ ତମ ନାଁଟା? ରବି ରବି ଭାଇଙ୍କ ପାଖରେ ଆସିକି ଯଦି ଏଇ ସବୁ ଯେତିକି ମାନେ ବାଦାମଠୁ ଆରମ୍ଭ କରିକି ଗଜା ବୁଟ ଖାଇବା ଚାହୁଁଛନ୍ତି ମୁଢ଼ି ମସଲା ଏ ଭାଇ ପୁରା ଜବରଦସ୍ତ ରଖୁଛନ୍ତି। ଆସିକି ଏଇଠି ଭେଟ କରନ୍ତୁ ଖାଆନ୍ତୁ। ଏ ଭାଇ ଆମ ଏମ ଆର ଭାଇ ବି ଆସୁଛନ୍ତି ଏଇଠି ଖାଇବାକୁ। ଏମ ଏସ୍ ସାହୁ ଜଣକ କ'ଣ ଅଛି ବୋଧେ ଆଜି? ଭଲ ଭଲ କରନ୍ତି ନେ ବହୁତ ପୁରୁଣା ଲୋକ। ବାଲେଶ୍ୱର ଫେମସ୍ ମୁଢ଼ି ସହଦେବ କୁଣ୍ଡା ପାଖରେ ଏଇଠି। ଯାହାକୁ ଏଇଠି ଖାଇବାକୁ ଇଚ୍ଛା ଥିବ ଏଇଠି ଇମିଡ଼ିଏଟଲି ପଳେଇ ଆସିବେ ଖାଇବେ। ଭାଇ ଆମର 5ଟାରୁ ଦୋକାନ ଖୋଲା ଷ୍ଟାର୍ଟ କରୁଛନ୍ତି ଇଭିନିଂରେ। ଆମଟା ଭାଇ ପଡ଼ିଲା ନା।